ବର୍ତ୍ତମାନ ଆପଣମାନେ ସମସ୍ତେ ନ୍ୟୁଜ୍ ଶୁଣୁଥିବେ ଯେ କିଛି ଦିନ ହେଲା ଯେଉଁ ତିଖିରି ସରପଞ୍ଚ ଚାମେଲି ଓଝା ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଜମି ଜବରଦଖଲ କରୁଥିବା ସରକାରୀ କର୍ମଚାରୀମାନଙ୍କୁ ସେ ବିରୋଧ କରିଥିଲେ। ଏଭଳି ପ୍ରକାର ଅନେକ ଅନ୍ୟାୟକୁ ସେ ବାଦ ଦେଉଥିବାରୁ ଏବଂ ତାକୁ ବିରୋଧ କରୁଥିବାରୁ ସରକାରୀ କର୍ମଚାରୀମାନଙ୍କ ପାଖରେ ସେ ବିରୋଧୀ ହୋଇଥିଲେ। ଏ କଥାଟା ବୋଧହୁଏ ସରକାରୀ ତାର ଲୋକମାନେ ସହିପାରୁନଥିଲେ। ତେଣୁ ଏବେ ଶୁଣାଯାଉଛି ଯେ ତାଙ୍କୁ ଜୋର ଜବରଦସ୍ତ ପୋଲିସମାନେ ଆରେଷ୍ଟ କରି ନେଇ ବହୁତ ମାଡ଼ ମାରିଛନ୍ତି ଏବଂ ତାଙ୍କୁ ମେଡ଼ିକାଲ ଟ୍ରିଟମେଣ୍ଟ ପାଇଁ ପଠାଇ ଦିଆଯାଇଛି। ତେଣୁ ଏଇଥିରୁ ମୁଁ ବୁଝିପାରୁନି ଯେ ଭାରତ ଏଭଳି ଏକ ଜନବହୁଳ ଦେଶ ଯେଉଁଠାରେ କି କନ୍ୟା ସନ୍ତାନ ଭ୍ରୂଣ ହତ୍ୟାକୁ ରୋକିବା ପାଇଁ ସବୁବେଳେ ପ୍ରଚାର କରାଯାଉଛି। ବେଟି ବଚାଓ ବେଟି ପଢ଼ାଓ ଏଭଳି ପ୍ରକାର କନ୍ୟାର ସମୃଦ୍ଧି ପାଇଁ ଯୋଜନା ତିଆରି କରାହେଉଛି। କନ୍ୟା ସମୃଦ୍ଧି ଯୋଜନା ଏଭଳି ପ୍ରକାର କନ୍ୟାମାନଙ୍କର ଉନ୍ନତି ପାଇଁ କରାହେଉଛି। ଏମିତିକି ଝିଅଟି ଜନ୍ମ ହେଲେ ତାକୁ 10,000 ଟଙ୍କା ଏବଂ ତା ବିବାହ ସମୟରେ ବା ଗ୍ରାଜୁଏସନ୍ ପାସ୍ କଲେ 1,00,001 ଟଙ୍କା ଦେବା ପାଇଁ ମଧ୍ୟ ଯୋଜନା ଚାଲିଛି। ଏଭଳି ସତ୍ତ୍ୱେ ମଧ୍ୟ ଝିଅମାନଙ୍କର ଏତେ ଉନ୍ନତି କରିବାର ଚିନ୍ତାଧାରା ଯଦି ଏହି ଏସିଆ ମହାଦେଶର ଭାରତ ଦେଶରେ କରାଯାଉଅଛି ଯୋଜନା, ତାହେଲେ ଏହି ସାଧାରଣ ପରିବାରରେ ବଢ଼ିଥିବା ସମସ୍ତଙ୍କ ଉନ୍ନତି ପାଇଁ ଚିନ୍ତା କରୁଥିବା ଏହି ତିଖିରି ସରପଞ୍ଚ, ଯିଏକି ଜଣେ ମହିଳା ସରପଞ୍ଚ ଚାମେଲି ଓଝାଙ୍କ ଉପରେ ଏହିଭଳି ପ୍ରତିରୋଧ ପରାୟଣ ହେଉଥିବା ସରକାରୀ କର୍ମଚାରୀମାନେ କ'ଣ ଠିକ୍ କାମ କରୁଛନ୍ତି? ମୋର ଏତେ କହିବାର ଆବଶ୍ୟକତା ନାହିଁ। ମୁଁ କହିବା କଥା ଏହି ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ଉପରେ ଏଭଳି ପ୍ରକାର ଅନ୍ୟାୟ ଭାବରେ ତାଙ୍କୁ ଆରେଷ୍ଟ କରିବା ଏବଂ ତାଙ୍କୁ ଜୋର ମାଡ଼ ଦେଇ ଟ୍ରିଟମେଣ୍ଟ ପାଇଁ ଡାକ୍ତରଖାନାକୁ ପଠାଇ ଦେବା, ଏହା କ'ଣ ବେଟି ବଚାଓ ବେଟି ପଢ଼ାଓର ନିୟମ ସଙ୍ଗତ ଅଟେ? ଏହା କ'ଣ କନ୍ୟାମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରିବାର ପ୍ରମାଣ ଅଟେ? ଏହା କ'ଣ କନ୍ୟା ସମୃଦ୍ଧି ଯୋଜନାର ପ୍ଲାନିଂରେ ଲିଖିତ ଅଛି? ଯଦି ନାହିଁ, ତାହେଲେ ଏଭଳି ପ୍ରକାର ଜଣେ ସରପଞ୍ଚଙ୍କ କଥା ତ ପଛରେ ଥାଉ, ଜଣେ ମହିଳା ଅର୍ଥାତ୍ ଜଣେ ଝିଅଙ୍କୁ ଏଭଳି ପ୍ରକାର ଦୁର୍ବ୍ୟବହାର କରିବା ଏବଂ ଏଭଳି ପ୍ରକାର ମାଡ଼ ମାରିବା କ'ଣ ଏହା କନ୍ୟାମାନଙ୍କର ଉନ୍ନତିର ସୂଚନା ଦେଇପାରେ? ଯଦି ଏହା ଜନତାମାନେ ନିହାତି ଯୁକ୍ତିସମ୍ମତ ଭାବୁଛନ୍ତି, ତାହେଲେ ମୋତେ ଖରାପ କହିପାରନ୍ତି। ନଚେତ୍ ଯଦି ଆପଣମାନେ ଏହାକୁ ଘୋର ବିରୋଧ କରୁଛନ୍ତି, ତାହେଲେ ନିଶ୍ଚିତ ଭାବରେ ମୋର ଏହି ଦେବୀ ପ୍ରସାଦ ଟିଚିଂ ଡାଏରୀ ଚ୍ୟାନେଲକୁ ସେୟାର, ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ କରିବେ ଏବଂ ବହୁ ମାତ୍ରାରେ ସେୟାର କରିବେ, ଯେମିତି ତିଖିରିର ମହିଳା ସରପଞ୍ଚ ଚାମେଲି ଓଝା ପୁନର୍ବାର ସୁସ୍ଥ ହୋଇ ତାଙ୍କ ସ୍ଥାନକୁ ଦୃଢ଼ କରିବେ ଏବଂ ପୁଣି ସେ ଅନ୍ୟାୟ ବିରୋଧରେ ଲଢ଼ିବେ। ଦରକାର ପଡ଼ିଲେ ମହାତ୍ମା ଗାନ୍ଧୀଙ୍କ ଯୁଗ ଆସୁ, ସେ ଯେଭଳି ସତ୍ୟାଗ୍ରହ କରି ଥାନାକୁ ଯାଇଥିଲେ, ଚାମେଲି ଓଝା ବି ସେମିତି ଆଇନ ଅମାନ୍ୟ କରୁଥିବା ଲୋକଙ୍କ ବିରୁଦ୍ଧରେ ଯିବାରୁ କାରାବରଣ କରିଥିଲେ ମଧ୍ୟ ସେ ଦୃଢ଼ ଜବାବ ଦେଇପାରନ୍ତୁ ଏବଂ ସେ ତାଙ୍କର ଏହି କୀର୍ତ୍ତି ସବୁଦିନ ପାଇଁ ରହୁ। ଜୟ ଜଗନ୍ନାଥ। ଯଦି ମୋର ଏହି କଥା ଆପଣମାନେ ପସନ୍ଦ କରୁଛନ୍ତି, ମୋର ଏହି ଦେବୀ ପ୍ରସାଦ ଟିଚିଂ ଡାଏରୀ ଚ୍ୟାନେଲକୁ ସେୟାର, ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ କରନ୍ତୁ। ଜୟ ଜଗନ୍ନାଥ।